ଆମ ଭାରତ ଦେଶ ପୂଜା କରିବାରେ ଏକ ନମ୍ବର ଅଛି। ଅନ୍ଧବିଶ୍ୱାସ ଉପରେ ବେଶୀ ବିଶ୍ୱାସ କରୁଛି। ଯେଉଁ ଜାଗାରେ ମେହନତ କରିବାକୁ ପଡ଼ିଥାଏ ସେ ଜାଗାରେ ଭଗବାନ ଉପରେ ବିଶ୍ୱାସ ରଖନ୍ତି। ଯେଉଁ ଜାଗାରେ କଷ୍ଟ କରିବାକୁ ପଡ଼ିଥାଏ ସେ ଜାଗାରେ ଭଗବାନ ଉପରେ ସବୁ କିଛି ଛାଡ଼ି ଦିଅନ୍ତି। ଏଇଟା ହିଁ ଗୋଟେ ହେଉଛି ଅନ୍ଧବିଶ୍ୱାସ। ଅନ୍ଧଭକ୍ତମାନଙ୍କର ବିଷୟରେ ଆଜି ଜାଣିବାକୁ ଚେଷ୍ଟା କରିଲି ତ ବହୁତ କିଛି ଜାଣିସାରିଲି ଯେ ଲୋକମାନେ ଭଗବାନ ଉପରେ କାହିଁକି ଏତେ ବିଶ୍ୱାସ କରନ୍ତି, ମେହନତ କରିବା କାହିଁକି ଛାଡ଼ି ଦିଅନ୍ତି। ଆମ ଭାରତ ଦେଶରେ ଯଦି ପୂଜା କରିବାରେ ସବୁ କିଛି ମିଳିଥାନ୍ତା ତାହେଲେ ଆମ ଦେଶ ଆଜି ପଛରେ ରହିନଥାନ୍ତା। ପୂଜା କରିବାରେ ଯଦି ସବୁ ଜିନିଷ ମିଳିଥାନ୍ତା ତାହେଲେ ଏଜୁକେସନ ପାଇଁ ଆମ ଦେଶ ଆଜି ଏକ ନମ୍ବରରେ ରହିଥାନ୍ତା। ଯଦି ପୂଜା କରିଲେ ସବୁ ଜିନିଷ ମିଳିଥାନ୍ତା ତାହେଲେ ଆମ ଦେଶ ଆଜି ପଛରେ ରହିନଥାନ୍ତା। ଏତେ ବି ବିଶ୍ୱାସ କରିବା ଭଗବାନ ଉପରେ ଠିକ ନୁହଁ। ଅନ୍ଧବିଶ୍ୱାସ ଆକୁ ହିଁ କୁହନ୍ତି ଅନ୍ଧବିଶ୍ୱାସ, ଅନ୍ଧଭକ୍ତ। ଯେ ଲୋକମାନେ ଭଗବାନ ଉପରେ ବେଶୀ ବିଶ୍ୱାସ ରଖନ୍ତି, ବେଶୀ ବିଶ୍ୱାସ କରନ୍ତି, ସେମାନେ ମେହନତ ହିଁ କରନ୍ତି ନାହିଁ, କଷ୍ଟ ହିଁ କରନ୍ତି ନାହିଁ, ସବୁ କାମ ଖାଲି ଭଗବାନ ଉପରେ ଛାଡ଼ି ଦିଅନ୍ତି। ଭଲ ପାଠ ତ ପଢ଼ିବେ ନାହିଁ କିନ୍ତୁ ଏକ୍ଜାମ ଦେବାକୁ ଗଲାବେଳେ ମନ୍ଦିର ଦେଇକି ଯିବେ, ଭଗବାନ ମୋତେ ପାସ୍ କରାଇ ଦିଅନ୍ତୁ, ମୁଁ ଆପଣଙ୍କୁ 10ଟି ନଡ଼ିଆ ଦେବି, ଧୂପ ଜଡ଼ାଇବି, ସବୁ ସୋମବାର ଆପଣଙ୍କ ମନ୍ଦିରରେ ଆସିବି। ଏ ହେଉଛି ଗୋଟେ ଅନ୍ଧବିଶ୍ୱାସ। ଭଲ ପାଠ ତ ପଢ଼ିବେ ନାହିଁ କିନ୍ତୁ ଯେତେବେଳେ ଏକ୍ଜାମ ପାଖେଇ ଆସିଲା ଭଗବାନଙ୍କୁ ନାଁ ଧରିକି ଭଗବାନ ଉପରେ ସବୁ ଛାଡ଼ି ଦିଅନ୍ତି। ତ ଏଜୁକେସନରେ ନମ୍ବର 1 ଆମ ଦେଶ ହବ କେମିତି? ଆମ ଦେଶ ତ ପଛରେ ଯିବାଟା ଯିବ ହିଁ। ସବୁଦିନ ମାଂସ ଖାଇବେ କିନ୍ତୁ ଗୁରୁବାର ଦିନ ଛାଡ଼ିଦେବେ, କାହିଁକିନା ଗୁରୁବାର ଦିନ ହେଉଛି ଲକ୍ଷ୍ମୀ ମାତାଙ୍କର ଦିନ। ଗୁରୁବାର ଦିନ ମାଂସ ଖାଇଲେ ଘରେ ପଇସା ରହିବ ନାହିଁ, ପଇସା ମିଳିବ ନାହିଁ, ଆଉ ଗୁରୁବାର ଦିନ ମାଂସ ଖାଇବା ବନ୍ଦ କରିଦେବେ। ଯଦି ଲକ୍ଷ୍ମୀ ମାତାଙ୍କୁ ପୂଜା କରିଲେ ସବୁ ଜିନିଷ ମିଳିଥାନ୍ତା ତାହେଲେ ଆମ ଦେଶ ଏତେ ଗରିବ ରହିନଥାନ୍ତା। ଲକ୍ଷ୍ମୀ ମାତାକୁ ପୂଜା କରିଲେ ଯଦି ପଇସା ମିଳିଥାଏ ବା ମିଳେ ତ ଆମ ଦେଶ ଆଜି ପଛରେ ରହିନଥାନ୍ତା। ଆମ ଦେଶକୁ ପଛରେ କରିକି ଆମେରିକା, UK ଏସବୁ ଆଗରେ ଅଛନ୍ତି। ଅମେରି ପାଇଁ, ଏଜୁକେସନ ପାଇଁ ଚାଇନା, ଜାପାନ, UK, ଆମେରିକା ଏମାନେ ଆଗରେ ଅଛନ୍ତି। ଆମେ ସମସ୍ତେ ଜାଣିଛୁ ଯେ ବୁଦ୍ଧି ବିଦ୍ୟା ପାଇବାକୁ ହେଲେ ଗଣେଶ ମହାରାଜ, ସରସ୍ୱତୀ ମାତାଙ୍କୁ ପୂଜା କରିବାକୁ ପଡ଼ିଥାଏ। ଏଇଟା ଗୋଟେ ଅନ୍ଧବିଶ୍ୱାସ ଯେ ଆମେ ସେଇ ବିଶ୍ୱାସ କରିକି ଆମେ ସେମାନଙ୍କୁ ପୂଜା କରିଥାଉ କିନ୍ତୁ ଆମକୁ କିଛି ମିଳିନଥାଏ। ଏଇଟା ହେଉଛି ଅନ୍ଧବିଶ୍ୱାସ। ଭଲ ପାଠ ପଢ଼ିଲେ ସିନା ମିଳିବ, ଭଲ ପାଠ ପଢ଼ିଲେ ସିନା ରିଜଲ୍ଟ ଆସିବ, ଭଲ ପାଠ ପଢ଼ିଲେ ସିନା ଏକ୍ଜାମରେ